ଅଷ୍ଟମ ବେତନ ଆୟୋଗକୁ ନେଇ ଆସିଲା ଖୁସି ଖବର। ଅଷ୍ଟମ ପେ କମିଶନକୁ ନେଇ ଗୁଡ୍ ନ୍ୟୁଜ୍। କର୍ମଚାରୀମାନଙ୍କୁ ମିଳିବ ଅଧିକ ଟଙ୍କା। ଅଷ୍ଟମ ପେ କମିଶନ ଚଳିତ ବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂର କରିବାରେ ଲାଗିଛନ୍ତି କେନ୍ଦ୍ର ସରକାର, ରାଜ୍ୟ ସରକାର। ତେବେ ଏହି କ୍ରମରେ ଯୋଗୀ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ବର୍ତ୍ତମାନ କେନ୍ଦ୍ର ସରକାର ଅଧୀନରେ କାର୍ଯ୍ୟ କରୁଥିବା ବିଭିନ୍ନ ମନ୍ତ୍ରଣାଳୟ କର୍ମଚାରୀମାନେ ସପ୍ତମ ବେତନ ଆୟୋଗ ଅନୁସାରେ ଦରମା ପାଉଛନ୍ତି। ତେବେ ଇତିମଧ୍ୟରେ ଅଷ୍ଟମ ବେତନ ଆୟୋଗକୁ ନେଇ ଆସିଛି ବଡ଼ ଖବର। ତେଣୁ ସମାନ ସରକାର ପ୍ରତି 10 ବର୍ଷରେ ଏକ ବେତନ କମିଶନ ଗଠନ କରିଛନ୍ତି, ଯାହାର ସୁପାରିଶ ଆଧାରରେ କେନ୍ଦ୍ରୀୟ କର୍ମଚାରୀ ଓ ପେନ୍ସନଧାରୀଙ୍କୁ ସୁବିଧା ଦିଆଯାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ସପ୍ତମ ବେତନ କମିଶନ ଗଠନ ହୋଇଥିବା ବେଳେ ପୂର୍ବ ସପ୍ତମ ବେତନ ଆୟୋଗ 28 ଫେବୃଆରୀ 2014ରେ କାର୍ଯ୍ୟକାରୀ କରିଥିଲା। ବର୍ତ୍ତମାନ 47% ହାରରେ ଡିଏ ଓ ଡିଆର୍ ଦିଆଯାଉଛି। ଆସନ୍ତା ମାସ ସୁଦ୍ଧା ଏହି ଭତ୍ତା 4% ବୃଦ୍ଧି ପାଇବ। ନିୟମ ହୋଇଛି ଯେ ମହଙ୍ଗା ଭତ୍ତା ହାର 50% ଅତିକ୍ରମ କରିବା ମାତ୍ରେ ସରକାରଙ୍କୁ ଅଷ୍ଟମ ବେତନ ଆୟୋଗ ଗଠନ ଉପରେ ଗୁରୁତର ସହ ବିଚାର କରିବାକୁ ପଡ଼ିବ। ଶିଳ୍ପ ଶ୍ରମିକମାନଙ୍କ ପାଇଁ ଗ୍ରାହକ ମୂଲ୍ୟ ସୂଚକ 138.8 ପଏଣ୍ଟ ରହିଛି। କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିଆଯାଇଥିବା ଦରମା ବେତନ ଆୟୋଗ ଅନୁଯାୟୀ ଦିଆଯାଏ। ତେଣୁ ଯଦି ସରକାର ଅଷ୍ଟମ ବେତନ ଆୟୋଗ ଆଣନ୍ତି, ତାହେଲେ କର୍ମଚାରୀଙ୍କ ଦରମା, ମହଙ୍ଗା ଭତ୍ତା ଓ ଅନ୍ୟାନ୍ୟ ପ୍ରକାରର ଭତ୍ତାଠାରୁ ପ୍ରାପ୍ତ ପରିମାଣ ବୃଦ୍ଧି ପାଇବ। ସରକାରଙ୍କ ଅଧୀନରେ ପ୍ରାୟ 48.67 ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ 67.95 ଲକ୍ଷ ପେନ୍ସନଭୋଗୀ ଅଛନ୍ତି। ଗତ ବର୍ଷର ଦ୍ୱିତୀୟାର୍ଦ୍ଧରେ କେନ୍ଦ୍ର ସରକାର ତାଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ 4% ବୃଦ୍ଧି କରିଥିଲେ। ଏହାପରେ ମହଙ୍ଗା ଭତ୍ତା ଯଥା ଡିଏ ହାର 42% ଓ 46% ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ସରକାରୀ କର୍ମଚାରୀଙ୍କ ମହଙ୍ଗା ଉତ୍ତାରେ 4ରୁ 5% ବୃଦ୍ଧି ହେବାର ସମ୍ଭାବନା ଅଛି। ଷ୍ଟାଫସାଇଡ୍ ନ୍ୟାସନାଲ କାଉନସିଲ୍ ର ସଦସ୍ୟ, ଅଲ୍ ଇଣ୍ଡିଆ ପ୍ରତିରକ୍ଷା କର୍ମଚାରୀ ସଂଘ ଓ ସାଧାରଣ ସମ୍ପାଦକ ଶ୍ରୀ କୁମାର କହିଛନ୍ତି, କର୍ମଚାରୀଙ୍କ ବର୍ତ୍ତମାନ ଡିଏ ହାର 46%। 2024ରେ ଏହି ହାର 4 କିମ୍ବା 5% ବୃଦ୍ଧି ହୁଏ, ସେତେବେଳେ ଏହି ସଂଖ୍ୟା 50% କିମ୍ବା ତା'ଠାରୁ ଅଧିକରେ ପହଞ୍ଚିବ। ଅର୍ଥାତ୍ 2014 ଫେବୃଆରୀ 28ରେ ସପ୍ତମ ବେତନ ଆୟୋଗ ଗଠନ କରାଯାଇଥିଲା ଏବଂ ଏହି ଆୟୋଗର ସୁପାରିଶଗୁଡ଼ିକ 2016 ମସିହାରେ କାର୍ଯ୍ୟକାରୀ କରାଯାଇଥିଲା, ଯେଉଁଥିପାଇଁ 10 ବର୍ଷ ପରେ ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ ଆୟୋଗ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। 2023 ଡିସେମ୍ବର ଅଷ୍ଟମ ବେତନ ଆୟୋଗ ଉପରେ ସରକାର ନିଜର ମତ ରଖିଛନ୍ତି। ବାସ୍ତବରେ ରାଜ୍ୟସଭାର ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ ଲିଖିତ ପ୍ରଶ୍ନର ଉତ୍ତର ଦେଇଛନ୍ତି, ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ। ସରକାର ଏହାର ଅଭିମୁଖେ ସ୍ପଷ୍ଟ କରିଛନ୍ତି। ଯେଭଳି ପରିସ୍ଥିତିରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଆଶା ଅଛି ଯେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଅଷ୍ଟମ ବେତନ ଆୟୋଗ ସମ୍ବନ୍ଧରେ କିଛି ବିଶେଷ ଦେଇପାରନ୍ତି, ତେବେ ସରକାରଙ୍କ ତରଫରୁ କୌଣସି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍